କାହିଁକିନା ମଣିଷ ଜୀବନରେ ଯଦି ସେତିକି କଷ୍ଟ ଥିବ, ସେତିକି ଦୁଃଖ ଥିବ, ଆଉ ସେତିକି ଯନ୍ତ୍ରଣା ଥିବ, ଆମରି ଭଳି ଗରିବ ପିଲାଙ୍କର ମୂଲ୍ୟ କିଛି ନାହିଁ। ବୁଝିପାରିଲେ? ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ। କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ଭଲ ଥିବେ। ମୁଁ ପୁରା ବଢିଆ ଅଛି। କଣ ଦେଖୁଛନ୍ତି? ମାନେ ଏବେ ହେଇଛି ଭୋର 5:30। ଆଉ ଆଜି ହଉଛି ନ୍ୟୁ ଇୟର, ମାନେ 2026 ହେଇଗଲା। ଆଜି 1 ତାରିଖ। ତ ସକାଳୁ ମତେ ଜଣେ ଭାଇ ମୋର ଦେଖା ହେଲେ, କହିଲେ ଭାଇ ଏତେ ସକାଳୁ ତମେ କାହିଁକି ଯାଉଛ କାମ କରିବା ପାଇଁ? ଆଉ ଆଜି ନ୍ୟୁ ଇୟର ଟା ଅଛି, ରହିଯାଅ, କାଲି ଯିବ। ମୁଁ ତାଙ୍କୁ ଏତିକି ଖାଲି କଥା କହିଲି। ମୁଁ କହିଲି ଭାଇ, ମାନେ ନ୍ୟୁ ଇୟର ଟା ହେଲା ମାନେ ଗୋଟେ ନୂଆ ଜିନିଷ କିଛି କରିବାର ଅଛି ନିଜ ଜୀବନରେ। ଆଉ ସେଇ ନୂଆ ଜିନିଷଟା ହେଲା, ମାନେ ପ୍ରତ୍ୟେକ ଦିନ ଆମେ କାମ କରିବା। କାହିଁକି ନା ଏଠି ସତ କଥା କହିବାକୁ ଗଲେ, ବିନା ପଇସାରେ କାହା ପାଖରେ ଆମରି ଭଳି ଗରିବ ପିଲାଙ୍କର ମୂଲ୍ୟ କିଛି ନାହିଁ। ବୁଝିପାରିଲେ? ନହେଲେ ମୋର ବି ଆଜ୍ଞା ଇଚ୍ଛା ନଥିଲା କି ଏତେ ରାତିରୁ ଉଠିକିରି ଆମର ଜଗନ୍ନାଥ ମନ୍ଦିର ଯାଇକିରି ଗାଡି ଧୋଇକିରି ସବୁ କାମ ସାରିକିରି ଏବେ ଅଫିସ ଯିବା ପାଇଁ। ବୁଝିଲେ? କାହିଁକିନା ମଣିଷ ଜୀବନରେ ଯଦି ସେତିକି କଷ୍ଟ ଥିବ, ସେତିକି ଦୁଃଖ ଥିବ, ଆଉ ସେତିକି ଯନ୍ତ୍ରଣା ଥିବ, ତ ରାତି କଣ ଦିନ କଣ ଆଜ୍ଞା ତାକୁ କିଛି ଦେଖାଯିବନି। ଆଉ ଏଇ ଜିନିଷ ବେଶୀ ଦିନ ନୁହଁ, କିଛି ଦିନ ର ମାତ୍ର। କିନ୍ତୁ ଯେତିକି ଦିନ ରହିବ, କଷ୍ଟ କରିବା ପାଇଁ ପଡିବ, ଆଉ କାମ କରିବା ପାଇଁ ପଡିବ, ଆଉ ନିଜ ଆବଶ୍ୟକ ପାଇଁ କିଛି ଇନକମ କରିବା ପାଇଁ ପଡିବ। ଦେଖୁଛନ୍ତି ଏ ଯୋଉ କୁହୁଡି ହେଇଛି ସକାଳୁ, ଏ କୁହୁଡିଟା ବି ଗୋଟେ ଏମିତି ଜିନିଷ କି ବହୁତ କିଛି ଜିନିଷ ଶିଖାଏ। କି ସବୁ ଜିନିଷ ମାନେ ଜୀବନରେ ସୀମିତ ନୁହଁ। ଏଇ କୁହୁଡି ଏବେ ଅଛି, ଆଉ 2 ଘଣ୍ଟା ପରେ ଆଜ୍ଞା ଖରା ହେଇଯାଇଥିବ। କିନ୍ତୁ ସବୁ ହଉଛି ଧୈର୍ଯ୍ୟ। ଯଦି ଆପଣ ଜୀବନରେ ଧୈର୍ଯ୍ୟ ଧରିଛନ୍ତି, ତାହେଲେ ସବୁ କିଛି ସମ୍ଭବ। ଆଉ ଯୋଉମାନେ କୁହନ୍ତି ଆଜ୍ଞା କିଛି ମିଳୁନି କାମ କରିବାକୁ, କିଛି ନାହିଁ, ସେମିତି ଜିନିଷ ନୁହେଁ। ଚେଷ୍ଟା କରନ୍ତୁ ଆଜ୍ଞା, ସବୁ କିଛି ସମ୍ଭବ ହବ। ତ ଏତିକି କହିକି ରଖୁଛି। ଚାଲନ୍ତୁ ଆଗକୁ ଦେଖିବା। ଆଉ ଆଜି ଗୋଟେ ଦିନର ଭିଡିଓ ଯଦି ପାରିବା କିଛି କିଛି ପକେଇ ଆପଣ ଦେଖିବେ। ଶୁଭ ସକାଳ, ରହିଲି। ଜୟ ମା ଶାରଦା।